ତୋର ଆଜି ଏ ବଳ ବୟସ ଅଛି, କାଲିକି ତୁ ବି ତାଙ୍କ ଭଳିଆ ବୃଦ୍ଧ ହେଇଯିବୁ। ଯଦି ତୋ ପୁଅ ତୋ ସହିତ ସେଇଭଳି ହବ କେମିତି ଲାଗିବ ଟିକେ ଭାବିଲୁ। ଆଉ କୁଆଡେ ଯାଇଥିଲୁ? କଣ ଏତେ ଖୁସି ଦେଖାଯାଉଛୁ? ଆରେ କଥା କଣ କି, ଏଇ ବୃଦ୍ଧାଶ୍ରମ ଆଡେ ଯାଇଥିଲି ଆଉ। ବୃଦ୍ଧାଶ୍ରମ? ହଁ। ଆରେ ତୋର ଏ ବୟସରେ ପୁଣି କଣ ବୃଦ୍ଧାଶ୍ରମରେ କାମ ପଡିଲା? ଏ ତୁ ତ ଜାଣିଥିବୁ ଘରର ପରିସ୍ଥିତି କଥା। ତାପରେ ବାପା ବୋଉ ବି କିଛି କରିପାରୁନାହାନ୍ତି। ହୁଁ ତୋ ଭାଉଜ କଥା ବି ଜାଣିଥିବୁ। ହୁଁ ହୁଁ। ସବୁବେଳେ ଖାଲି ଗିରେ କେତେ ଆଉ ସହିବୁ କିରେ। ଆଉ କିଛି ସହି ନ ପାରିକି ବାପା ବୋଉଙ୍କୁ ବୃଦ୍ଧାଶ୍ରମରେ ଛାଡି ଦେଇକି ଆସିଲି। ବାଃ, ଚମତ୍କାର ଭାରିରେ ସାଙ୍ଗ। ଆଜି ଇଚ୍ଛା ହଉଛି ତୋ ପାଦ ଧୂଳିକି ନେଇକି ମୁଣ୍ଡରେ ବୋଳିଦବାକୁ। ଆରେ ହେ, ତୁ ଏମିତି କଣ କହୁଛୁ? ଛି, ତତେ ଆଜି ମୋ ସାଙ୍ଗ କହିବାକୁ ଭାରି ଖରାପ ଲାଗୁଛି ରେ। ଆରେ ତୋ ପୁଅ ଜନ୍ମକୁ ଶତାଧିକ ସାଙ୍ଗ। ଆରେ ମୁଁ ଏମିତି କଣ କରିଦେଇଛି କି? ତୁ କଣ କରିଛୁ? ଆରେ ଯୋଉ ମାର ପଣତ କାନିଟା ତତେ ସାରା ଜୀବନ ଘୋଡେଇ ରଖିଥିଲା, ସବୁ ବିପଦ ଆପଦରୁ ତତେ ରକ୍ଷା କରୁଥିଲା, ଆଜି ସେଇ ପଣତ କାନିଟା ତୋ ପାଇଁ ବୋଝ ହେଇଗଲା ଯେ ତୁ ତାକୁ ନେଇକି ବୃଦ୍ଧାଶ୍ରମରେ ଛାଡିଦେଲୁ। ଯୋଉ ବାପାର କାନ୍ଧରେ ବସିକି ତୁ ସାରା ଦୁନିଆ ଜିତି ଯାଇଛୁ ବୋଲି ଭାବୁଥିଲୁ, ଆଜି ସେଇ ବାପାଟା ତୋ ପାଇଁ ଅଦରକାରୀ ହେଇଗଲା ନା। ସାଙ୍ଗ ତୁ ଏମିତି କଣ କହୁଛୁ? ଆରେ ଆଉ କେମିତି କହିବି? ଯେତେବେଳେ ଚାଲିବା ଶିଖିନଥିଲୁ, ସେଇ ବାପା ତୋର କୁନି କୁନି ହାତ ଦିଟାକୁ ଧରିକି ଏଇ ଗାଁ ଦାଣ୍ଡରେ କେତେ ବୁଲେଇଥିବ। ଆଉ ଯେତେବେଳେ ତୁ କଥା କହିବା ଶିଖିନଥିବୁ, ଜାଣିଛୁ ଦୁନିଆରେ ପ୍ରଥମ ଶବ୍ଦ ତୁ ମା ବୋଲି ଡାକିଥିବୁ। କିନ୍ତୁ ଆଜି ସେଇ ମା ବାପା ତୋ ପାଇଁ ଏତେ ବୋଝ ହେଇଗଲେ ଯେ ତୁ ତାଙ୍କୁ ନେଇକି ବୃଦ୍ଧାଶ୍ରମରେ ଛାଡି ଦେଇକି ଆସିଲୁ। ଥରେ ଭାବିଲୁ, ଯେତେବେଳେ ତୁ ଛୋଟିଆଟେ ହେଇଥିଲୁ ଯଦି ସେମାନେ ତତେ ଛାଡି ଦେଇଥାନ୍ତେ ତୋ ଅବସ୍ଥା କଣ ହେଇଥାନ୍ତା? ଆଉ ଯେତେବେଳେ ଏତେ ବୟସରେ ତାଙ୍କର ତୋର ନିହାତି ଆବଶ୍ୟକ, ସେତେବେଳେ ତୁ ତାଙ୍କୁ ବୃଦ୍ଧାଶ୍ରମରେ ଛାଡି ଦେଇକି ଆସିଲୁ। ତୋ ଭଳିଆ ସାଙ୍ଗ ଥିବା ଯାହା ନଥିବା ସେୟା, ଯେ ନିଜ ବାପା ମାଙ୍କର ହେଲାନି ସେ ମୋର କଣ ହବ କି? ତୋର ଆଜି ଏ ବଳ ବୟସ ଅଛି, କାଲିକି ତୁ ବି ତାଙ୍କ ଭଳିଆ ବୃଦ୍ଧ ହେଇଯିବୁ। ଯଦି ତୋ ପୁଅ ତୋ ସହିତ ସେଇ ଭଳିଆ କରିବ, ତତେ ନେଇକି ବୃଦ୍ଧାଶ୍ରମରେ ଛାଡିଦବ, କେମିତି ଲାଗିବ ଟିକେ ଭାବିଲୁ। ଠିକ କହିଛୁ ରେ ସାଙ୍ଗ, ତୁ ଆଜି ମୋ ଆଖି ଫିଟେଇ ଦେଲୁ। ଠିକ ଅଛି, ମୁଁ ଏଇ ସାଙ୍ଗେ ସାଙ୍ଗେ ଯାଉଛି, ବାପା ମାଙ୍କୁ ନେଇ ଆସୁଛି, ରାତିରେ ଭୋଜିଟା ହବ। ଜଲ୍ଦି ଜଲ୍ଦି ସାଙ୍ଗ, ଭାରି ଖୁସି ଲାଗିଲା ରେ ସାଙ୍ଗ, ତୋ ଭୁଲ ଟାକୁ ତୁ ବୁଝିପାରିଲୁ। ଠିକ ଅଛି ସାଙ୍ଗ, ମୁଁ ଆସୁଛି ସାଙ୍ଗେ ହଁ। ସାଙ୍ଗେ।